Hello everyone, welcome to the Learning Genome. ମୁଁ ମନୋଜ ବସନ୍ତ ଅଗ୍ରେ। ଆଜି ଆମେ ପୋଷଣ ନ୍ୟୁଟ୍ରିସନ ପାର୍ଟର ଥାର୍ଡ କ୍ଲାସ୍ କରିବା। ଆଜି ଆମେ ପଢ଼ିବା ଧାତୁ ସାର ବା ମିନେରାଲ୍ସ। ଶରୀର ଗଠନ ପାଇଁ ବିଭିନ୍ନ ଧରଣର ଧାତୁ ସାର ଯଥା ଲୌହ। ଲୌହର ପ୍ରତୀକ କ'ଣ? Fe। ଲୌହ ଆମକୁ କେଉଁଠୁ ମିଳେ? ଲାଳ ମାଂସ ବା ଛେଳି ମାଂସରୁ ଆମେ ପ୍ରଚୁର ମାତ୍ରାରେ କ'ଣ ପାଇଥାଉ? ଲୌହ ଜାତୀୟ ଧାତୁ ସାର ପାଇଥାଉ। କ୍ୟାଲସିୟମ। କ୍ୟାଲସିୟମର ପ୍ରତୀକ କ'ଣ? Ca। କ୍ୟାଲସିୟମ ଆମକୁ କେଉଁଠୁ ମିଳେ? କ୍ଷୀରଜାତ ଦ୍ରବ୍ୟ ଯେମିତିକି ଦହି। ଦହିରୁ ଆମେ କ'ଣ ପାଇଥାଉ? ଦହିରୁ ଆମେ ଧାତୁ ସାର କେଉଁ ଧାତୁ ସାର ପାଇଥାଉ? କ୍ୟାଲସିୟମ ଧାତୁ ସାର ପାଇଥାଉ। ଆଉ ଆୟୋଡିନ। ଆୟୋଡିନର ପ୍ରତୀକ କ'ଣ? ଆଇ। ଆୟୋଡିନ ଆମେ କେଉଁଠୁ ପାଉ? ଆୟୋଡିନ ଯୁକ୍ତ ଲୁଣଠୁ କ'ଣ ଆୟୋଡିନ ପାଇଥାଉ। ଫସ୍ଫରସ। ଫସ୍ଫରସର ପ୍ରତୀକ କ'ଣ? ପି। ଫସ୍ଫରସ ଆମକୁ କେଉଁଠୁ ମିଳେ? କ୍ଷୀରଜାତ ଦ୍ରବ୍ୟ ଯେମିତିକି ପନିର। ପନିରରେ କ'ଣ ଥାଏ? ପ୍ରଚୁର ପରିମାଣରେ ଫସ୍ଫରସ ଥାଏ। ସୋଡିୟମ। ସୋଡିୟମର ପ୍ରତୀକ କ'ଣ? Na। ସୋଡିୟମ ଆମେ କେଉଁଠୁ ପାଉ? ସୋଡିୟମ ଆମେ ଖାଇବା ଲୁଣ ବା ଟେବଲ ସଲ୍ଟରୁ କ'ଣ ସୋଡିୟମ ପାଇଥାଉ। ଏହାକୁ ଆମେ NaCl ବୋଲି ବି କହିପାରିବା। ତ NaCl ରୁ ଆମକୁ କ'ଣ ମିଳିଥାଏ? ସୋଡିୟମ ଧାତୁ ସାର ମିଳିଥାଏ। ପୋଟାସିୟମ। ପୋଟାସିୟମର ପ୍ରତୀକ କ'ଣ? K। ପୋଟାସିୟମ ଆମେ ପ୍ରଚୁର ପରିମାଣରେ କେଉଁଠୁ ପାଇଥାଉ? ପୋଟାସିୟମ ଆମେ କଦଳୀ। କଦଳୀରେ କ'ଣ ଥାଏ? ପ୍ରଚୁର ପରିମାଣରେ ପୋଟାସିୟମ ଥାଏ। ତ ଏ ସମସ୍ତ ଧାତୁ ସାର ଆମର ଶରୀର ଗଠନ ପାଇଁ ଦରକାର ପଡ଼େ। ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ। କ୍ୟାଲସିୟମର ପ୍ରତୀକ କ'ଣ? Ca। କ୍ୟାଲସିୟମ ଧାତୁ ସାର ଆମକୁ କେଉଁଠୁ ମିଳେ? କ୍ୟାଲସିୟମ ଧାତୁ ସାର ଆମକୁ କ୍ଷୀରଜାତ ଦ୍ରବ୍ୟ ଯେମିତିକି ଦହିରେ ପ୍ରଚୁର ମାତ୍ରାରେ କ'ଣ ଥାଏ? କ୍ୟାଲସିୟମ ଧାତୁ ସାର ଥାଏ। ତ ଆମର ଦାନ୍ତ ଓ ହାଡ଼ର ଗଠନ ପାଇଁ କେଉଁ ଧାତୁ ସାର ଆବଶ୍ୟକ ପଡ଼ିଥାଏ? କ୍ୟାଲସିୟମ ଧାତୁ ସାର ଆବଶ୍ୟକ ପଡ଼ିଥାଏ। ଆଉ କ୍ୟାଲସିୟମ ଧାତୁ ସାର ଆମକୁ କେଉଁଠୁ ମିଳେ? କ୍ୟାଲସିୟମ ଧାତୁ ସାର ଆମକୁ କ୍ଷୀରଜାତ ଦ୍ରବ୍ୟ ଯେମିତିକି ଦହିରେ କ୍ୟାଲସିୟମ ଅଧିକ ପରିମାଣରେ ଥାଏ। ଓ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନର ଗଠନ ପାଇଁ ଲୌହ। ଲୌହର ପ୍ରତୀକ କ'ଣ? Fe। ଲୌହ ଆମକୁ କେଉଁଠୁ ମିଳିଥାଏ? ଲାଳ ମାଂସ ବା ଛେଳି ମାଂସରୁ ଆମକୁ ଲୌହ ମିଳିଥାଏ। ଆଉ ଲୌହ ଧାତୁ ସାର କାହାର ଗଠନ ପାଇଁ ବ୍ୟବହାର ହୁଏ? ଲୌହ ଧାତୁ ସାରଟି ହିମୋଗ୍ଲୋବିନର ଗଠନ ପାଇଁ ବ୍ୟବହାର ହୋଇଥାଏ। ହିମୋଗ୍ଲୋବିନ କେଉଁଠି ଥାଏ? ହିମୋଗ୍ଲୋବିନଟି ରକ୍ତରେ ଯେଉଁ ଆମ ଲୋହିତ ରକ୍ତ କଣିକା ଥାଏ, ସେହି ଲୋହିତ ରକ୍ତ କଣିକାରେ କ'ଣ ଥାଏ? ହିମୋଗ୍ଲୋବିନ ଥାଏ। ଆଉ ହିମୋଗ୍ଲୋବିନର ଗଠନ ପାଇଁ ଆମକୁ କେଉଁ ଧାତୁ ସାର ଦରକାର ପଡ଼ୁଛି? ଲୌହ ଧାତୁ ସାର ଦରକାର ପଡ଼ୁଛି। ଆଉ ଲୌହ ଧାତୁ ସାର ଆମକୁ ପ୍ରଚୁର ମାତ୍ରାରେ କେଉଁଠୁ ମିଳିଥାଏ? ଲାଳ ମାଂସ ବା ଛେଳି ମାଂସରୁ ଲୌହ ଧାତୁ ସାର ଆମକୁ ମିଳିଥାଏ। ଏହା ଛଡ଼ା ଶରୀରର ଆୟନ ସନ୍ତୁଳନ ବା ଆୟନିକ ବାଲାନ୍ସ ରକ୍ଷା କରିବାରେ ଧାତୁ ସାରର ପ୍ରମୁଖ ଭୂମିକା ରହିଛି। କ'ଣ କହୁଛି? ଧାତୁ ସାରଟି ଆମ ଶରୀରର ଆୟନ ସନ୍ତୁଳନ ବା ଆୟନିକ ବାଲାନ୍ସ ରକ୍ଷା କରିବାରେ କ'ଣ ଧାତୁ ସାରର ପ୍ରମୁଖ ଭୂମିକା ଅଛି। ଆୟନ କହିଲେ ଆମେ କ'ଣ ବୁଝୁ? ଆୟନ କହିଲେ ଏମିତି ଅଣୁ ବା ଏମିତି ପରମାଣୁ ଯାହା ଚାର୍ଜ ଯୁକ୍ତ ବା ଯାହା ଚାର୍ଜ ବିଶିଷ୍ଟ, ତାକୁ ଆମେ କ'ଣ କହୁ? ଆୟନ ବୋଲି କହିଥାଉ। ଚାର୍ଜ ଯେମିତିକି 1+, 1-, 2+, 2-, ଏମିତି ଯେଉଁ ଅଣୁରେ ବା ଯେଉଁ ପରମାଣୁରେ ଚାର୍ଜ ଥାଏ ତାକୁ ଆମେ କ'ଣ ବୋଲି କହିଥାଉ? ଆୟନ ବୋଲି କହିଥାଉ। ଯେମିତିକି ଉଦାହରଣ ଦେଖିଦେବା ଚାଲ। ଆୟନର ଉଦାହରଣ ହେଉଛି Na+, K+, Ca2+, Cl-, ଏଗୁଡ଼ା କ'ଣ? ଏଗୁଡ଼ା ହେଉଛି ଆୟନର ଉଦାହରଣ। ଧାତୁ ସାରର ଉଦାହରଣ କ'ଣ? K, Mg, Na, Ca ଏଗୁଡ଼ା କ'ଣ? ଧାତୁ ସାରର ଉଦାହରଣ। ଆଉ ଧାତୁ ସାରଟା ଚାର୍ଜ ବିହୀନ ହୋଇଥାଏ ବା ଧାତୁ ସାରରେ ଚାର୍ଜ ଥାଏ ନାହିଁ। ଧାତୁ ସାର ଶରୀରରେ ପ୍ରତ୍ୟେକ ଆୟନ କେତେ ପରିମାଣରେ କେଉଁଠି ରହିବ ତାହାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି। କ'ଣ କହୁଛି? ଏଠି ଦେଖ, ମ୍ୟାଗ୍ନେସିୟମ ଧାତୁ ସାର ଅଛି ଆଉ ପୋଟାସିୟମ ଧାତୁ ସାର ଅଛି। ମ୍ୟାଗ୍ନେସିୟମର ପ୍ରତୀକ କ'ଣ? ମ୍ୟାଗ୍ନେସିୟମର ପ୍ରତୀକ ହେଉଛି Mg ଆଉ ପୋଟାସିୟମର ପ୍ରତୀକ ହେଉଛି K। ତ ଏଗୁଡ଼ାକୁ ଆମେ ବୁଝିବାକୁ ହେଲେ ଏଠି ସିକ୍ୟୁରିଟି ଗାର୍ଡ ବା ଗେଟ୍ କିପର ବୋଲି କହିପାରିବା। କାହିଁକି? କାରଣ ଏମାନେ କୋଷ ଭିତରେ କେଉଁ କେଉଁ ବା କେତେ ପରିମାଣର ଆୟନ ରହିବା କଥା ଆଉ କୋଷ ବାହାରେ କେତେ ମାତ୍ରା ବା କେତେ ପରିମାଣରେ ଆୟନ ରହିବା କଥା ତାକୁ କ'ଣ କରନ୍ତି? ନିରୀକ୍ଷଣ କରନ୍ତି ବା ନିୟନ୍ତ୍ରଣ କରନ୍ତି। ସେଥିପାଇଁ ଧାତୁ ସାରକୁ ଆମେ କ'ଣ ବୋଲି କହିପାରିବା? ସିକ୍ୟୁରିଟି ଗାର୍ଡ ବା ଗେଟ୍ କିପର ବୋଲି କହିପାରିବା। କ'ଣ କାରଣ? କାରଣ ଏମାନେ କେତେ ଆୟନ କୋଷ ଭିତରେ ରହିବା କଥା ଆଉ କେତେ ଆୟନ କୋଷ ବାହାରେ ରହିବା କଥା ତାକୁ କ'ଣ କରନ୍ତି? ନିୟନ୍ତ୍ରଣ କରନ୍ତି। ସେଥିପାଇଁ ଧାତୁ ସାରକୁ ଆମେ କ'ଣ କହିପାରିବା? ସିକ୍ୟୁରିଟି ଗାର୍ଡ ବା ଗେଟ୍ କିପର ବୋଲି କହିପାରିବା। ଭିଟାମିନ୍ ମାନେ କ'ଣ? ଭିଟାମିନ୍ ମାନେ କ'ଣ? ଚାଲ ବୁଝିଦେବା। ଜଳରେ ଦ୍ରବଣୀୟ ଭିଟାମିନ୍। ଜଳରେ ଦ୍ରବଣୀୟ ଭିଟାମିନର ଉଦାହରଣ କ'ଣ? ଭିଟାମିନ୍ ସି ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ। ଭିଟାମିନ୍ ବି କମ୍ପ୍ଲେକ୍ସରେ 8 ଗୋଟି ଭିଟାମିନ୍ ରହିଛି, ଯେମିତିକି B1, B2, B3, B5, B6, B7, B9 ଏବଂ କ'ଣ? B12। ଏସବୁ ଭିଟାମିନ୍ ବା ଜଳରେ ଦ୍ରବଣୀୟ ଭିଟାମିନ୍ ଆମକୁ କେଉଁଠୁ ମିଳିଥାଏ? ଶାଗ, ପନିପରିବା ଓ ଫଳ ଆଦିରୁ କ'ଣ ଜଳରେ ଦ୍ରବଣୀୟ ଭିଟାମିନ୍ ଆମକୁ ମିଳିଥାଏ।
ଜଳରେ ଦ୍ରବଣୀୟ ଭିଟାମିନ୍ କହିଲେ ଆମେ କ'ଣ ବୁଝୁ? ଜଳରେ ଦ୍ରବଣୀୟ ଭିଟାମିନ୍ ହେଉଛି ଏପରି ଭିଟାମିନ୍ ଯାହା ପାଣିରେ ଦ୍ରବୀଭୂତ ହୁଏ ଏବଂ ଶରୀରରେ ଯଥେଷ୍ଟ ପରିମାଣରେ ସଞ୍ଚିତ ହୁଏ ନାହିଁ। କ'ଣ କହୁଛି? ଜଳରେ ଦ୍ରବଣୀୟ ଭିଟାମିନ୍ ଯେମିତିକି ଭିଟାମିନ୍ ସି ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ। ଏପରି ଭିଟାମିନ୍ ଯାହା କ'ଣ ହୁଏ? ପାଣି ବା ଜଳରେ ଦ୍ରବୀଭୂତ ହୁଏ, ଯାହା ଫଳରେ ଆମ ଶରୀରରୁ କ'ଣ ହୁଏ? ଝାଳ ଏବଂ ପରିସ୍ରା ଦ୍ୱାରା କ'ଣ ନିଷ୍କାସିତ ହୋଇଯାଏ। ସେଥିପାଇଁ ଏହା ଆମ ଶରୀରରେ ଯଥେଷ୍ଟ ପରିମାଣରେ କ'ଣ ସଞ୍ଚିତ ହୋଇ ରହେ ନାହିଁ। ସେଥିପାଇଁ ଏହାକୁ ଆମେ ବା ଏଗୁଡ଼ିକୁ ଖାଦ୍ୟ ମାଧ୍ୟମରେ ନିୟମିତ ଭାବରେ ସେବନ କରିବା ଆବଶ୍ୟକ। ସେଥିପାଇଁ ଏହି ଜଳରେ ଦ୍ରବଣୀୟ ଭିଟାମିନ୍ ବା ଭିଟାମିନ୍ ସି ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସକୁ ଆମକୁ କ'ଣ କରିବାକୁ ପଡ଼େ? ନିୟମିତ ଭାବରେ ସେବନ କରିବାକୁ ପଡ଼େ ବା ନିୟମିତ ଭାବରେ ଆମକୁ ଖାଇବାକୁ ପଡ଼େ। ଏହାର ଉଦାହରଣ ଆମେ ପ୍ରଥମରୁ ଦେଖି ସାରିଛୁ। ଭିଟାମିନ୍ ସି ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ହେଉଛି ଜଳରେ ଦ୍ରବଣୀୟ ଭିଟାମିନ୍ର ଉଦାହରଣ। ଆଉ ଏସବୁ ଭିଟାମିନ୍ ବା ଜଳରେ ଦ୍ରବଣୀୟ ଭିଟାମିନ୍ ବା ଭିଟାମିନ୍ ସି ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ଭିଟାମିନ୍ ଆମକୁ କେଉଁଠୁ ମିଳିଥାଏ? ଶାଗ, ପନିପରିବା ଏବଂ ଫଳଠୁ ମିଳିଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ର ଉଦାହରଣ କ'ଣ? ଭିଟାମିନ୍ ଏ, ଭିଟାମିନ୍ ଡି, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ହେଉଛି ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ର ଉଦାହରଣ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭିଦଜାତ ତେଲରୁ ମିଳିଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ଆମକୁ କେଉଁଠୁ ମିଳିଥାଏ? ପ୍ରାଣୀଜ ଚର୍ବି ଏବଂ ଉଦ୍ଭିଦଜାତ ତେଲରୁ କ'ଣ ଆମକୁ ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ଏହି ଭିଟାମିନ୍ ମିଳିଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ କହିଲେ ଆମେ କ'ଣ ବୁଝୁ? ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ହେଉଛି ଚର୍ବି ଏବଂ ତେଲରେ ଦ୍ରବୀଭୂତ ହେଉଥିବା ଭିଟାମିନ୍। ଏହି ଭିଟାମିନ୍ଟି କ'ଣ ହୁଏ? ଏହି ଭିଟାମିନ୍ଟି ଚର୍ବି ବା ତେଲରେ କ'ଣ ହୁଏ? ଦ୍ରବୀଭୂତ ହୁଏ। ସେଥିପାଇଁ ଏଗୁଡ଼ାକ ଆମ ଚର୍ବି ଟିସ୍ୟୁ ବା ଯକୃତରେ କ'ଣ ହୁଏ? ସଂରକ୍ଷିତ ହୋଇ ରହିଯାଏ। ସେଥିପାଇଁ ଆମକୁ ଏଗୁଡ଼ା ଭିଟାମିନ୍କୁ କ'ଣ ପ୍ରତିଦିନ ବା ନିୟମିତ ଭାବରେ ଖାଇବାକୁ ପଡ଼େ ନାହିଁ। ଦେଖାଯାଇଛି ଏଗୁଡ଼ିକ ଶରୀରର ଚର୍ବି ଟିସ୍ୟୁ ଏବଂ ଯକୃତରେ ସଂରକ୍ଷିତ ହୋଇଥାଏ, ଅର୍ଥାତ୍ ଏଗୁଡ଼ିକ ପ୍ରତିଦିନ ଖାଇବାର ଆବଶ୍ୟକତା ନାହିଁ। ଏହାର ଉଦାହରଣ କ'ଣ ଥିଲା? ଏହାର ଉଦାହରଣ ଥିଲା ଭିଟାମିନ୍ ଏ, ଭିଟାମିନ୍ ଡି, ଭିଟାମିନ୍ ଇ ଏବଂ ଭିଟାମିନ୍ କେ। ଏହାକୁ ଆମେ ସର୍ଟରେ ମନେ ରଖିବାକୁ ହେଲେ ଭିଟାମିନ୍ ଏଡେକ୍ ବୋଲି ବି କହିପାରିବା। କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ। କ'ଣ କହୁଛି? କୋଷରେ ଯେଉଁ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ହୋଇଥାଏ, ଯେମିତିକି କୋଷୀୟ ଶୋଷଣ ଏବଂ ଚୟାପଚୟ ପ୍ରକ୍ରିୟା, ତାହା କ'ଣ ଏନଜାଇମ୍ ସାହାଯ୍ୟରେ ହୋଇଥାଏ। କୋଷରେ ଯେଉଁ ରାସାୟନିକ ପ୍ରକ୍ରିୟା ହୁଏ, ଯେମିତିକି କ'ଣ ଚୟାପଚୟ ପ୍ରକ୍ରିୟା ଏବଂ କୋଷୀୟ ଶୋଷଣ, ତାହା କ'ଣ? ତାହା ଏନଜାଇମ୍ ସାହାଯ୍ୟରେ ହୁଏ। ଭିଟାମିନ୍ର ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ। ସେ ଯେଉଁ କୋଷରେ ରାସାୟନିକ ପ୍ରକ୍ରିୟା ହେଉଛି, ତାହା ଭିଟାମିନ୍ ଉପସ୍ଥିତିରେ କ'ଣ ହୁଏ? ଭିଟାମିନ୍ ଉପସ୍ଥିତିରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ। ଚାଲ ଏଠି କୋଷକୁ କାରଖାନା ଘର ବା ଇଣ୍ଡଷ୍ଟ୍ରି ବୋଲି ଧରି ନେବା ଏବଂ ଏଠି ଯେଉଁ ଏନଜାଇମ୍ ମାନେ ଅଛନ୍ତି ତାହାକୁ ଆମେ ଶ୍ରମିକ ବୋଲି ଧରି ନେବା। ଏନଜାଇମ୍କୁ ଶ୍ରମିକ ବୋଲି କାହିଁକି ଧରି ନେବା? କାରଣ ଏହା ରାସାୟନିକ ପ୍ରକ୍ରିୟା ହେବାକୁ ସାହାଯ୍ୟ କରେ। ସେଥିପାଇଁ କ'ଣ ଆମେ ଏନଜାଇମ୍କୁ ଶ୍ରମିକ ବୋଲି ଧରି ନେବା। ଭିଟାମିନ୍କୁ ଚାଲ ଆମେ ତେଲ ବା ଗ୍ରୀସ୍ ବୋଲି ଧରି ନେବା। କାହିଁକି ଭିଟାମିନ୍କୁ ତେଲ ବା ଗ୍ରୀସ୍ ବୋଲି ଧରି ନେବା? କାରଣ ଭିଟାମିନ୍ ଉପସ୍ଥିତିରେ ସମସ୍ତ ରାସାୟନିକ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୁଏ। ଭିଟାମିନ୍ ଉପସ୍ଥିତିରେ ସମସ୍ତ ରାସାୟନିକ କ୍ରିୟା ବା ରାସାୟନିକ ପ୍ରତିକ୍ରିୟା ଯାହା କୋଷ ମଧ୍ୟରେ ହୋଇଥାଏ, ଯେମିତିକି କୋଷୀୟ ଶୋଷଣ ଏବଂ ଚୟାପଚୟ ପ୍ରକ୍ରିୟା, ତାହା ସୁଚାରୁ ରୂପେ ହୋଇପାରେ। କାହା ଉପସ୍ଥିତିରେ? ଭିଟାମିନ୍ର ଉପସ୍ଥିତିରେ। ସେଥିପାଇଁ ଆମେ ଏହାକୁ କ'ଣ ବୋଲି ଧରି ନେଲା? ତେଲ ବା ଗ୍ରୀସ୍ ବୋଲି ଧରି ନେଲା। ଯଦି ଆମେ ମେସିନରେ ତେଲ ବା ଗ୍ରୀସ୍ ନ ଲଗାଇଲେ କ'ଣ ହୁଏ? ମେସିନଟି ଭାଙ୍ଗିଯାଏ ବା ଡ୍ୟାମେଜ୍ ହୋଇଯାଏ। ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଭିଟାମିନ୍ର ଅଭାବ ଅଛି, ତାହେଲେ ତାକୁ କ'ଣ ହେବ? ତାହେଲେ ତାକୁ ବିଭିନ୍ନ ପ୍ରକାରର ରୋଗ ହେବ। ଯେମିତିକି ଜଳରେ ଦ୍ରବଣୀୟ ଭିଟାମିନ୍ର ଅଭାବରୁ କ'ଣ ହୁଏ? ସ୍କର୍ବି ରୋଗ ଏବଂ ବେରିବେରି ରୋଗ ହୋଇଥାଏ। ସ୍କର୍ବି ରୋଗ ଭିଟାମିନ୍ ସି ଅଭାବରୁ ହୋଇଥାଏ ଏବଂ ବେରିବେରି ରୋଗ ଭିଟାମିନ୍ B1 ଅଭାବରୁ ହୋଇଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ଅଭାବରେ କେଉଁ କେଉଁ ରୋଗ ହୁଏ? ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ଯେମିତିକି ଭିଟାମିନ୍ ଏ ଅଭାବରୁ ଅନ୍ଧାର କଣା ହୋଇଥାଏ ଏବଂ ଭିଟାମିନ୍ କେ ଅଭାବରୁ ରକ୍ତସ୍ରାବ ବିକାର ହୋଇଥାଏ। ଏବେ ଆମେ ଖାଦ୍ୟର ପ୍ରକାରଭେଦର ଶେଷ ଉଦାହରଣ ପଢ଼ିବା, ଯେଉଁଟାକି ଜଳ ବା ୱାଟର ବା H2O। କୋଷରେ ଥିବା କୋଷରସ ବା କୋଷଜୀବକ ବା ସାଇଟୋପ୍ଲାଜମର ପ୍ରାୟ 70ରୁ 90% ବା 70ରୁ 90 ଭାଗ କ'ଣ? ଜଳ। କୋଷରେ ଯେଉଁ କୋଷରସ ଥାଏ ବା କୋଷଜୀବକ ଥାଏ ବା ସାଇଟୋପ୍ଲାଜମ ଥାଏ, ସେଥିରେ କେତେ ଭାଗ ଜଳ? ସେଥିରେ ପ୍ରାୟ 70ରୁ 90 ଭାଗ ଜଳ ରହିଥାଏ। କୋଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ।
କୋଷ ମଧ୍ୟରେ ଯେଉଁ ବିଭିନ୍ନ ପ୍ରକାର ପ୍ରକ୍ରିୟା ହୋଇଥାଏ ଯେମିତିକି କୋଷୀୟ ଶୋଷଣ ଏବଂ ପଚନ, ଏଥିରେ କ'ଣ ହୁଏ, ଜଳର ବ୍ୟବହାର ହୁଏ ବା ପାଣିର ବ୍ୟବହାର ହୋଇଥାଏ। ସେଥିପାଇଁ କୋଷୀୟ ଶୋଷଣ, ପଚନ ଏବଂ କୋଷ ମଧ୍ୟରେ ହେଉଥିବା ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ। ଝାଳ, ପରିସ୍ରା ଓ ନିଶ୍ୱାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ। ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3ରୁ 4 ଲିଟର ପାଣି ପିଇବା ଉଚିତ। କ'ଣ କହୁଛି, ଝାଳ, ପରିସ୍ରା ଓ ନିଶ୍ୱାସ ପ୍ରକ୍ରିୟା ଦ୍ୱାରା କ'ଣ ହୁଏ, ଆମ ଶରୀରରୁ ଜଳ କ୍ଷୟ ହୋଇଥାଏ। ତାହାର ଭରଣା ପାଇଁ ଆମକୁ ପ୍ରତିଦିନ କେତେ ଲିଟର ପାଣି ପିଇବା ଉଚିତ ବା କେତେ ଲିଟର ପାଣି ପିଇବା ଦରକାର? 3ରୁ 4 ଲିଟର ପାଣି ପିଇବା ଦରକାର। ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଏ। କ'ଣ କହୁଛି, ଯେତେବେଳେ ଆମ ଶରୀରରେ ଜଳୀୟ ଅଂଶ କମିଯାଏ ସେତେବେଳେ କ'ଣ ହୁଏ, ଆମ ଶରୀର ଦୁର୍ବଳ ହୋଇଯାଏ ଏବଂ ଆମ ଶରୀରରେ ବିଭିନ୍ନ ପ୍ରକାର ଅସୁସ୍ଥତା ଦେଖାଦିଏ। ଯେମିତିକି କିଏ ଯଦି ଉଚିତ ପରିମାଣରେ ଜଳ ପିଉନାହିଁ ତେବେ ତାକୁ କିଡନୀ ଷ୍ଟୋନ୍ ହେବାର ସମ୍ଭାବନା ଅଛି, ମୂତ୍ରନଳୀ ସଂକ୍ରମଣ ହେବାର ସମ୍ଭାବନା ଅଛି ଏବଂ କୋଷ୍ଠକାଠିନ୍ୟ, କନଷ୍ଟିପେସନ୍ ବା କବ୍ଜ ହେବାର ସମ୍ଭାବନା ଅଛି।